ଶୁଣନ୍ତୁ ସୁଧସ୍ୱାରେ ଦଇତାପତିଙ୍କର ସୁଧସ୍ୱାର ସେବା ଗୋଟେ ଏ ହେଉଛି ବିଶ୍ୱାବସୁ ପରିବାରର ସେବା, ଯେଉଁଟାକି ବିଶ୍ୱାବସୁ ଦଇତା ସେବା କରନ୍ତି ଏବଂ ବର୍ଷ 12 ମାସ ମହାପ୍ରଭୁଙ୍କର ସୁଧସ୍ୱାର ସେବା କରିଥାନ୍ତି। ତା ଦେହରେ ପ୍ରଧାନ ମହାପ୍ରଭୁଙ୍କର ଯେଉଁଭଳି ଭାବରେ ବିଶ୍ୱାବସୁ ଯେଉଁଭଳି ଭାବରେ ଫଳମୂଳ ମହାପ୍ରଭୁଙ୍କୁ ଯେଉଁଭଳି ଭାବରେ ଦେଉଥିଲା ସେଇଭଳି ଭାବରେ ପ୍ରଥମ ଯେଉଁ ଭୋଗଟି ମହାପ୍ରଭୁ ପାଆନ୍ତି ବାଳ ଭୋଗଟି ଯେଉଁଠି ଗୋପାଳ ବଲ୍ଲଭ ସେଇଟା ସୁଧସ୍ୱାର ସେଇଟା ବାଢ଼ିକି ମହାପ୍ରଭୁଙ୍କ ପାଖରେ ଦିଅନ୍ତି ଏବଂ ସୁଧସ୍ୱାରଙ୍କର ଏଇଭଳି ସବୁ ବର୍ଷକ ଥାଏ ଯେଉଁଟା ମହାର୍ଷାଣ୍ଠୁ ଗୁରୁବାର ମାଜଣା ପ୍ରତ୍ୟେକ ଜନ୍ମ ପ୍ରତ୍ୟେକ ମହାପ୍ରଭୁ ଯେତେବେଳେ ବାହାରକୁ ଯାତ୍ରାକୁ ବାହାରିବେ ଦୋଳଯାତ୍ରା ଝୁଲଣ ଯାତ୍ରା ଚନ୍ଦନ ଯାତ୍ରା ଆମର ଜଳ କ୍ରୀଡ଼ା ଏବଂ ମହାପ୍ରଭୁଙ୍କର ସମସ୍ତ ଜନ୍ମ ସେ ସବୁ କାର୍ଯ୍ୟରେ ସୁଧସ୍ୱାରଙ୍କର କାର୍ଯ୍ୟ ଥାଏ ଏବଂ ସୁଧସ୍ୱାରଙ୍କର ସେ କାର୍ଯ୍ୟରେ ଡକା ହେଇଛି ଆମକୁ ଡକା ହେଇଛି ଆମର ସେ ବିଷୟରେ ଆଲୋଚନା ହେଇନାହିଁ ଏବଂ ମହାପ୍ରଭୁଙ୍କର ଯେଉଁଥିରେ ଯାହା ସମସ୍ତ ନୀତିକାନ୍ତି ବର୍ଷକ ଥାଏ ତାକୁ ଶୃଙ୍ଖଳିତ ସହିତ ଆମେ ସବୁ କରୁ। ତେଣୁକରି ଏଥର କେମିତି ସୁଧସ୍ୱାରଙ୍କର ଯେଉଁ ବର୍ତ୍ତମାନ ରଥଯାତ୍ରା ପାର୍ଟରେ ରହିଛି ପ୍ରତ୍ୟେକ ଦିନ ଅଛି ମହାପ୍ରଭୁଙ୍କର ପ୍ରବେଶ ଅଛି। ତେଣୁକରି ପ୍ରଥମ ଆମର ହେଉଛି ମଙ୍ଗଳାର୍ପଣ କାର୍ଯ୍ୟ, ସେଇଟା ସୁଧସ୍ୱାରଙ୍କର ଯେତେବେଳେ ମହାପ୍ରଭୁ ପହଣ୍ଡି ବିଜେ ହେବେ ତାପରେ ମହାପ୍ରଭୁଙ୍କର ପ୍ରତ୍ୟେକ ଦିନ ଅଛି ଆମର ଯାତ୍ରାଙ୍ଗୀ ମହାସ୍ନାନ ଗୁଣ୍ଡିଚା ଘରେ ରଥ ଉପରେ ଅଛି ସମସ୍ତ କାର୍ଯ୍ୟ ସୁଧସ୍ୱାରଙ୍କ ଦ୍ୱାରା କରାଯିବ। ଯେମିତି ସୁଧସ୍ୱାରମାନଙ୍କର ପ୍ରାପ୍ୟ ପାଉଣା ଏବଂ କେଉଁଭଳି ଭାବରେ ନୀତିକାନ୍ତି ଶୃଙ୍ଖଳିତ ହେବ ସେ ତାହାର କେଉଁଭଳି ହିସାବରେ ସହଯୋଗ କରାଯିବ ସେଇଭଳି ଆଲୋଚନା ହେବ। ଶୁଣନ୍ତୁ ପାଉଣା ବର୍ତ୍ତମାନ ଦଇତାପତିଙ୍କର ଗଲା ବର୍ଷର ପାଉଣା ମିଳିନାହିଁ। ଶୁଣନ୍ତୁ ଅଛି ତାଙ୍କର ଆମର ଗୋଟେ ବିଭିନ୍ନ ସ୍ତରରେ କିଛି କିଛି ପଇସା ରହିଛି ଯେଉଁଟା ବି ମନ୍ତ୍ରୀ କହିଥିଲେ ଆମେ ଦେଇଦେବୁ ବୋଲି ବର୍ତ୍ତମାନ ସୁଦ୍ଧା ଦେଇ ଆସିନି। ସେ 12 କୋଟି ଟଙ୍କା ସେ ରଥଯାତ୍ରା ପାଇଁ ଆସିଛି। ସେ 12 କୋଟି ଟଙ୍କାଟାରେ ସମସ୍ତ ସେବାୟତଙ୍କର ପ୍ରାପ୍ୟ ପାଉଣା ଅଛି ମନ୍ଦିର ରତ୍ନ ତିଆରିଠୁ ଆରମ୍ଭ କରି ସବୁ କାମରେ ଅଛି 11-12 କୋଟି ଟଙ୍କା ସେ ଦେଇଛନ୍ତି। ନା ନାଇଁ ଏଗୁଡ଼ା ଭୁଲ ଜିନିଷ। ଦଇତାଙ୍କୁ 12 କୋଟି ଆସିନାହିଁ। ନା ଦଇତାଙ୍କ ପାଇଁ ଏସବୁ ଜିନିଷ ହେଇନି। ଆପଣ ଟିକେ ବୁଝିବା ଭୁଲ ହେଇଥିବ, ଆପଣ ଟିକେ ବୁଝନ୍ତୁ। କିନ୍ତୁ ଦଇତାଙ୍କର ମୋଟରୁ ତା ଦେହରେ ରଥ ଚଢ଼ା ଯେଉଁ ରଥ ଲୋକ ଯିବେନି ସେଥିପାଇଁ 3 କୋଟି କେତେ ଟଙ୍କା ଲକ୍ଷ ଟଙ୍କା ଗୋଟେ 8 ଲକ୍ଷ ହେଇଛି 10% ବଢ଼ିକି ଗୋଟେ ହେଇଛି। ପରିମାଣିକ ତ ଟିକେଟ୍ ଆମର 150 ଟଙ୍କା ନାକେ ଏଥର ହେଇଛି। ଆମର କମ୍ ସଂଖ୍ୟକ ପରିମାଣିକ ବିକ୍ରି କରାଯିବ 5000 ପରିମାଣିକ ମୋଟରୁ ଦିଆଯିବ ଆଉ ଭିତରକୁ ଯିବନି। କିନ୍ତୁ ପରିମାଣିକ 5 ବିକ୍ରି ହେଲେ ଲୋକ ତାପରେ 10,000 ଥାଆନ୍ତି ସେ କେଉଁ ପଟେ ଆସନ୍ତି ଆମେ ବି ଜାଣୁନି। ତେଣୁକରି ପରିମାଣିକଟାକୁ ପୁରା ସୀମିତ କରାଯାଇଛି 5000 ପରିମାଣିକରୁ ଅଧିକ ସେ ବିକ୍ରି ହେଇପାରିବନି। ଟୋଟାଲ ଆପଣ ସବୁ ଯାତ୍ରାରେ ପହଣ୍ଡିଟାରେ ଆପଣ ସବୁଟା 3000 ହେଇଛି ଏବଂ ଗୁଣ୍ଡିଚାରେ 5000 ହେଇଛି ଏଇଭଳି ଭାବରେ ହେଇଛି। 5000 ଆମର ରଥଯାତ୍ରା ନବଯୌବନ ଦର୍ଶନ 3000 ଆମର ସ୍ନାନ ପୂର୍ଣ୍ଣିମା ଦର୍ଶନ ପହଣ୍ଡି ଦର୍ଶନ 3000 ଏସବୁ 3000 ହେଇଛି। ରଥଯାତ୍ରା ପାଇଁ 5000 ହେଇଛି। ଆଜି ହେଉଛି ବିଭିନ୍ନ ସ୍ତରରେ କିନ୍ତୁ ଶୁଣନ୍ତୁ ସମସ୍ତ 119 ନିଯୋଗକୁ ବିଭିନ୍ନ ସେବାରେ ଡକା ହେଉଛି। ଜିଲ୍ଲାପାଳ ସମସ୍ତଙ୍କର ମିଟିଂ ନେଉଛନ୍ତି ସମସ୍ତଙ୍କର କେମିତି ଶୃଙ୍ଖଳିତ ସହିତ କାର୍ଯ୍ୟ କରିବେ କାହାର କ'ଣ ପ୍ରାପ୍ୟ ପାଉଣା ସମସ୍ତ ବିଷୟରେ ଆଲୋଚନା ଚାଲିଛି। ବର୍ତ୍ତମାନ ଦତ୍ତ ମହାପ୍ରଭୁଙ୍କର ଚାଲିଛି ବର୍ତ୍ତମାନ ବୈଠକ। ପହଣ୍ଡି ଅତି ଶୃଙ୍ଖଳିତ ଭାବରେ ହେବ। ଗଲାଥର ଯେଉଁଭଳି ଭାବରେ ଘଟିଥିଲା ତାର ପୁନରାବୃତ୍ତି ହେବ ନାହିଁ ଏବଂ ମହାପ୍ରଭୁ ଯେଉଁ ଚାର ଉପରେ ଏବଂ 22 ପାହାଚ 7 ପାହାଚ ଏସବୁ ବଡ଼ ବଡ଼ ମେନ୍ ଜାଗାମାନଙ୍କରେ ଗୁରୁତ୍ୱପୂର୍ଣ୍ଣ ଜାଗାମାନଙ୍କରେ ଅଭିଜ୍ଞ ଦଇତାପତିମାନେ ରହିକରି ପହଣ୍ଡି କରିବେ ଏବଂ ଯେଉଁମାନଙ୍କର ଦାୟିତ୍ୱ ଅଛି ପହଣ୍ଡିରେ ସେହିସବୁ ସେବାୟତଙ୍କୁ ନେଇକରି ପହଣ୍ଡି ହେବ। ବହୁ ସଂଖ୍ୟକ ଲୋକ ହେବ ନାହିଁ ଏବଂ ତା ପାଇଁ ଗୋଟେ ଲିଷ୍ଟ ଯୋଜନା କରାଯାଉଛି ଯେ ମନ୍ଦିର ପ୍ରଶାସନ ତାର ଲିଷ୍ଟ ଘୋଷଣା କରିବ। ସେ ଘୋଷଣା ହେଇନି ଆଉ 2-3 ଦିନ ପରେ କରାଯିବ।